23 ଅଗଷ୍ଟ ଶନିବାର ସପ୍ତପୁରୀ ଅମାବାସ୍ୟା କୁହାଯାଏ। ଶନିବାରେ ଯଦି ଅମାବାସ୍ୟା ପଡିବ ତାହାକୁ ଶନି ଅମାବାସ୍ୟା ବୋଲି କୁହାଯାଏ। ଦର୍ଶକ ବନ୍ଧୁ, ଯାହାର ଜାତକରେ ଶନି ମହାଦଶା, ଶନି ଅନ୍ତର୍ଦଶା ଚାଲିଛି, ଶନି 7.5 ଚାଲିଛି ବା କୌଣସି କାର୍ଯ୍ୟରେ ସଫଳତା ହଉନାହିଁ, ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି, ଶନି ପୀଡ଼ାରୁ ମୁକ୍ତି ପାଇବା ପାଇଁ, ପିତୃଙ୍କର କୋପରୁ ମୁକ୍ତି ପାଇବା ପାଇଁ ଏହି ଶନିବାର ଯେଉଁ ଅମାବାସ୍ୟା ପଡୁଛି, ଆପଣ ମାନଙ୍କୁ ଏହି ଗୋଟାଏ କାମ ନିଶ୍ଚୟ କରିବାର ଅଛି। ଦେଖିବେ, ଗୋଟାଏ କଏନ ସନ୍ଧ୍ୟା ସମୟରେ ଯଦି ଏହି ଜାଗାରେ ଆପଣ ଚୁପଚାପ ପୋତି ଦିଅନ୍ତି, 24 ଘଣ୍ଟା ଭିତରେ ଆପଣଙ୍କର ମନସ୍କାମନା ଶନିଦେବ ନିଶ୍ଚୟ ପୂରଣ କରିବେ। ଏହି ଉପାୟକୁ ଥରୁଟିଏ ଆଜି ଆପଣମାନେ ପରୀକ୍ଷା କରି କରି ଦେଖନ୍ତୁ, ଆପଣଙ୍କୁ ନିଶ୍ଚୟ ଲାଭ ପ୍ରଦାନ ହେବ। ଏବଂ ଏହି ଶନି ଅମାବାସ୍ୟାରେ କେଉଁ କେଉଁ କାମ ଆପଣମାନେ ଆଜି କଲେ ଆପଣଙ୍କର ମଙ୍ଗଳ ହେବ, ଥରୁଟିଏ ଭିଡ଼ିଓକୁ ଅତି ଧ୍ୟାନର ସହକାରେ ଦେଖନ୍ତୁ। ଏବଂ ଯଦି ଆପଣଙ୍କ ପକ୍ଷେ ସମ୍ଭବ ହେଉଛି, ଥରୁଟିଏ ଏହି ସବୁ କାମ ଆଜି ନିଶ୍ଚୟ କରିଦିଅନ୍ତୁ। କୁହାଯାଏ ଶନି ଅମାବାସ୍ୟା ଏବଂ ଏହି ଅମାବାସ୍ୟା ଶନିଦେବଙ୍କୁ ସମର୍ପିତ କରାଯାଇଛି। ଭାଦ୍ରବ ମାସରେ ଅମାବାସ୍ୟା, ଏହାକୁ ସପ୍ତପୁରୀ ଅମାବାସ୍ୟା ବୋଲି ମଧ୍ୟ ଆମେମାନେ କହୁଛେ। ଆଜି ଆପଣମାନେ କଣ କରିବେ? ସକାଳୁ ସ୍ନାନ କରିବେ, ନିଜ ଘରକୁ ପ୍ରଥମେ ଯାହା ବି ଆବର୍ଜନା ଅଛି କାଢି ବାହାରେ ଫିଙ୍ଗିଦେବେ। ଆଜି ଆପଣମାନେ କଣ କରିବେ ନା ଶନି ମନ୍ଦିରକୁ ଯିବେ, ସେଠି କଳା ବସ୍ତ୍ର, କଳା ରାଶି, ସୋରିଷ ତେଲ ଏସବୁ ଶନି ମନ୍ଦିରରେ ଅଭିଷେକ କରାଇବେ। କିନ୍ତୁ ମନେ ରଖିବେ, କେବେ ବି ଶନିବାର ଦିନ କଳା ରାଶି, ସୋରିଷ ତେଲ ବା ଯେକୌଣସି ବି ତେଲ, ଲୁହା ଜିନିଷ କିଣା ଯାଏ ନାହିଁ। ଏହାକୁ ପୂର୍ବରୁ ହିଁ କିଣିକରି ରଖାଯାଇଥାଏ। ମୋର ପୂର୍ବ ଭିଡିଓ ଯାକରେ ବି ଆପଣମାନଙ୍କୁ କହିଛି ଯେ କେବେ ବି ସେହି ଦିନ କିଣିକରି ରଖିବେ ନାହିଁ। ଏବଂ ଆପଣମାନେ ଆଉ ଗୋଟେ କଣ କରିବେ, ଗୋଟାଏ ନଡିଆ ନେଇଯିବେ, ସେହି ନଡିଆରେ ନିଜର ମନସ୍କାମନା କହିଦେବେ, ନାଲି କପଡା ବାନ୍ଧି କରି କୌଣସି ଏକ ମନ୍ଦିରରେ ଯାଇକରି ଥୋଇଦେବେ। ଦେଖିବେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ। ଏବଂ ଆଜିର ଦିନରେ ଓସ୍ତ ଗଛର ପୂଜା କରିବା ଦ୍ୱାରା ପିତୃ ଲୋକମାନେ ଶାନ୍ତି ହୋଇଥାନ୍ତି, ଦେବୀ ଦେବତା ଶାନ୍ତି ହୋଇଥାନ୍ତି। ଆଖପାଖରେ ଯଦି ଓସ୍ତ ଗଛ ଅଛି, ବରଗଛ, ଓସ୍ତ ଗଛ, ତ ଆପଣମାନେ ଯେଉଁ ପୁରୁଣା ବରଗଛ ଓସ୍ତ ଗଛ ମିଶିକରି ଥିବ ତାକୁ ପୂଜା କରାଯାଏ। ଆପଣମାନେ ସେଠାକୁ ଯିବେ, ଗୋଟିଏ ତମ୍ବା ଢାଳରେ କଳା ରାଶି ପକାଇ ପିତୃଙ୍କ ଉଦ୍ଦେଶ୍ୟରେ ଜଳ ଅର୍ପଣ କରିବେ। ବାସ୍ ଓಂ ଶନିଶ୍ଚରାୟ ନମଃ କହି ଜଳ ଅର୍ପଣ କରିବେ। ଆପଣଙ୍କର ମୁଖ ପୂର୍ବ ଦିଗ ହୋଇଥିବ ଏବଂ ଗୋଟିଏ ମୋଲି ବା ଧାଗା, ଏହାକୁ ପୁରା 7 ଥର ଧରିକରି ସେହି ଓସ୍ତ ଗଛରେ ଗୁଡାଇବେ ଏବଂ ଆପଣ ବି ତା ପଛେ ପଛେ ଯିବେ। ଆଶା କରୁଛି ଆପଣମାନେ ବୁଝି ସାରିଥିବେ। ଏବଂ ଗୋଟାଏ ତେଲରେ କଳା ରାଶି ପକାଇ, ତେଲର ଦୀପରେ କଳା ରାଶି ପକାଇ ପିତୃଙ୍କ ଉଦ୍ଦେଶ୍ୟରେ ଓସ୍ତ ଗଛ ମୂଳେ ଜାଳିଦେବେ। ପିତୃଙ୍କର ଆଶୀର୍ବାଦରେ ଆପଣଙ୍କର ଜୀବନ ନିଶ୍ଚୟ ସୁଖମୟ ହେବ। ଏହି ଉପାୟ ଆଜିର ଦିନରେ ନିଶ୍ଚୟ କରନ୍ତୁ। ଦେଖିବେ ଦର୍ଶକ ବନ୍ଧୁ, ଯେଉଁମାନଙ୍କର ଜାତକରେ ବିବାହ ହେଉନାହିଁ, ଯେଉଁମାନେ ବିବାହ ପାଇଁ କଷ୍ଟ ପାଉଛନ୍ତି, ସ୍ୱାମୀ ସ୍ତ୍ରୀ ପଡୁନାହିଁ, ଘରେ ଯଦି ସନ୍ତାନ ସୁଖ ମିଳୁନାହିଁ, ଏହି ସବୁ ସମସ୍ୟା ପିତୃଙ୍କର ଆଶୀର୍ବାଦରେ ହେବ। ଏହି ଅମାବାସ୍ୟା ଦିନ ନିଶ୍ଚୟ କରନ୍ତୁ। ଏବଂ ଆଉ ଗୋଟେ କଥା, ପ୍ରତି ଅମାବାସ୍ୟାକୁ ଅମାବାସ୍ୟା ଆପଣମାନେ କଣ କରିବେ ନା କିଛି ଦାନ ଦେବେ। ଅମାବାସ୍ୟାରୁ ଅମାବାସ୍ୟା ଆପଣମାନେ ଗୋଟାଏ ଛୋଟିଆ ଡବା ନେଇଯାଆନ୍ତୁ, ସେଥିରେ ପ୍ରତ୍ୟେକ ଦିନ ଗୋଟାଏ ଟଙ୍କା ଟଙ୍କା କଏନ ସେଥିରେ ଭରି କରି ରଖନ୍ତୁ। ଏବଂ ତାହାକୁ କଣ କରିବେ, ଅମାବାସ୍ୟାକୁ ଅମାବାସ୍ୟା ନେଇକରି କୌଣସି ଏକ ଗରିବ ବ୍ୟକ୍ତିଙ୍କୁ ସେହି ଟଙ୍କା ଯାହା ଆପଣ ସଞ୍ଚୟ କରି ରଖିଥିବେ ତାହା ଦେଇଦେବେ। ଏମିତି ପ୍ରତି ଅମାବାସ୍ୟାକୁ ଅମାବାସ୍ୟା କରନ୍ତୁ। ଆପଣଙ୍କର ରୋଜଗାରରେ ବଢିବ, ଘରେ ଯଦି ଅଭାବ ଲାଗି ରହୁଛି ଏହା ବି ଦୂର ହେବ। ଏହି ଉପାୟଟି ମୁଁ ଆଗରୁ ବି ଆପଣମାନଙ୍କୁ ଜଣାଇଛି। ଏବେ ଚାଲନ୍ତୁ ଜାଣିବା, ଗୋଟିଏ ଟଙ୍କା କଏନ ଆପଣ କିପରି ପୋତିବେ, କିପରି ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଆପଣ କଣ କରିବେ, ଗୋଟିଏ ଟଙ୍କାର କଏନ ନେଇଯାଆନ୍ତୁ ଏବଂ ଏହାକୁ ସନ୍ଧ୍ୟା ସମୟରେ ଏହି ଉପାୟ କରିବାର ଅଛି। ଆପଣମାନଙ୍କୁ କଣ କରିବାର ଅଛି ନା ସେହି ଗୋଟିଏ ଟଙ୍କା କଏନକୁ ହାତରେ ରଖିଦେବେ ସନ୍ଧ୍ୟା ସମୟରେ ଏବଂ ନିଜର ମନସ୍କାମନା ନିଜର ଇଷ୍ଟ ଦେବଙ୍କ ନାମକୁ ସ୍ମରଣ କରି କହିଦେବେ। ସନ୍ଧ୍ୟା ସମୟରେ ଏହାକୁ ନେଇକରି ଘରର ବାହାର ପଟ ଆଡକୁ ଚାଲିଯିବେ। ସେଠି କଣ କରିବେ, ଯେଉଁଠାରେ ମାଟି ଥିବ ସେହି ମାଟି ଭିତରେ ତାହାକୁ ପୋତି ଦେବେ। ପୋତି ସାରିବା ପରେ ଗୋଟିଏ ସାର୍କଲ ନିଜ ଆଙ୍ଗୁଠିରେ କରିଦେବେ ସେହି ପୋତିଥିବା ଜାଗା ଉପରେ। ସାର୍କଲର ଅର୍ଥ ଗୋଟିଏ ଗୋଲ କରିଦେବେ ନିଜର ଆଙ୍ଗୁଠିରେ ସେହି ମାଟି ଉପରେ। ଏହାକୁ କରିଦେବେ
ଘରକୁ ଚାଲି ଆସିବେ, ପଛକୁ ଜମା ବି ବୁଲି କରି ଦେଖିବେ ନାହିଁ। ଦେଖିବେ ଆପଣଙ୍କର ମନସ୍କାମନା 24 ଘଣ୍ଟା ଭିତରେ ଯଦି ପୂର୍ଣ୍ଣ ନ ହେଉଛି ଆପଣମାନେ କହିବେ ନିଶ୍ଚୟ ଏହି ଉପାୟଟି ଆଜି ଥରୁଟିଏ ପରୀକ୍ଷା କରି କରି ଦେଖନ୍ତୁ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେଉଛି କି ନୁହଁ। ଏହି ଅମାବାସ୍ୟାରେ ଆପଣମାନେ କଣ କରିବେ ନା, ଯଦି ଗରିବ ବ୍ୟକ୍ତିଙ୍କୁ କଳା ଛତା ଦାନ ଦେବେ, ଚପଲ ଦାନ ଦେବେ, ତେବେ ଆପଣଙ୍କର ଗରିବୀ ସମସ୍ୟା ଦୂର ହେବ, ଶନି ପୀଡ଼ାରୁ ଆପଣମାନେ ମୁକ୍ତି ପାଇପାରନ୍ତି। ଦର୍ଶକ ବନ୍ଧୁ, ଯେଉଁ ଘର ଭଙ୍ଗାରୁଜା ଅସଜଡ଼ା ରହିଥାଏ ସେହି ଘରେ ଅଲକ୍ଷ୍ମୀ ବାସ କରନ୍ତି ଏବଂ ଅଲକ୍ଷ୍ମୀ ବାସ କରିବାର ଅର୍ଥ ଆପଣଙ୍କ ଘରକୁ ଶନି ଦଶା ପଡ଼ିଛି। ଆପଣମାନେ ବି ଲୋକଙ୍କ କଥାରୁ ବି ଶୁଣୁଥିବେ ଯେ ମୋତେ ଶନି ଦଶା ପଡ଼ିଛି। ବାରମ୍ବାର ଦୁର୍ଘଟଣା ହେବା, ବାରମ୍ବାର ଘରେ କେହି ରୋଗରେ ପଡ଼ିବା, ଜମା ବି କୌଣସି ଏକ ନୂଆ କାମ ତାଙ୍କ ଘରେ କେବେ ବି ହଉନଥିବ, ଯଦି ନକାରାତ୍ମକ ଶକ୍ତିର ବାସ ରହିଥିବ, ଆପଣମାନଙ୍କୁ ଏହି ଉପାୟ କରିବାର ଅଛି। ଦେଖନ୍ତୁ ଆପଣମାନେ କିଛି ଦିନ ଭିତରେ ରାହତ ପାଇବେ। ଆଜି ଶନିବାର, ଆଜିର ଦିନରେ ପୋଛା ଯାଉଥିବା ପାଣିରେ କିଛି ସାମୁଦ୍ରିକ ଲୁଣ ପକାଇ ପୋଛା ଲଗାନ୍ତୁ। ଏହାଦ୍ୱାରା ଘରୁ ନେଗେଟିଭିଟି ଦୂର ହୋଇଥାଏ। ଦିନ 12ଟା ପରେ କେବେ ବି ପୋଛା ଲଗାନ୍ତୁ ନାହିଁ। ଏହି ଅମାବାସ୍ୟାରେ ଆପଣମାନେ ଘରୁ ଅଳନ୍ଧୁ ସଫା କରିପାରିବେ, ଘରୁ ଯାହା ବି କଚରା ଥିବ ବାହାର କରିପାରିବେ, ଘର ଯେତେ ସଫାସୁତୁରା ଥିବ କରିପାରିବେ। ଆପଣ ଆଜିର ଦିନରେ ବେଡସିଟ୍କୁ ବି ଚେଞ୍ଜ କରିପାରନ୍ତି। ଯେତେ ଘରକୁ ସଫା ସୁତୁରା ରଖିବେ ଘରୁ ସେତେ ନେଗେଟିଭିଟି ଚାଲିଯିବ। ଏବଂ ଏହି ଅମାବାସ୍ୟାରେ ଆଉ ଗୋଟିଏ ଉପାୟ ବି ଆପଣମାନଙ୍କୁ କହୁଛି। 100 ଗ୍ରାମର ଫିଟିକିରି ଆପଣଙ୍କୁ ନେବାର ଅଛି। 100 ଗ୍ରାମର ଫିଟିକିରି, ଏହାକୁ କଳା ରଙ୍ଗର କପଡ଼ାରେ ବାନ୍ଧିଦେବେ। ଏହାକୁ ନିଜ ଘରର ମୁଖ୍ୟ ଦ୍ୱାରରେ ଆଖପାଖରେ ଏହାକୁ ଛୁପାଇ ଦେବେ ବା ଲୁଚାଇ ଦେବେ ଘରର ବାହାର ପଟେ। ଏହାଦ୍ୱାରା ଘରୁ ନଜର ଦୋଷ ଦୂର ହୋଇଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣମାନେ ଜାଣିନଥିବେ ଯେ କିଏ ଏବଂ କିପରି ଆପଣଙ୍କୁ କେଉଁ ନଜରରେ ଦେଖୁଛି। ତେଣୁ ଯଦି ଆପଣମାନେ ଏହି ଉପାୟ କରିଦିଅନ୍ତି ତେବେ ବିଶ୍ୱାସ କରନ୍ତୁ ଆପଣଙ୍କ ଘରୁ ଯାହା ବି ନଜର ଦୋଷ ଥିବ ତାହା ଦୂର ହେବ। ଏହି ଉପାୟଟି ଆପଣମାନେ ନିଶ୍ଚୟ କରନ୍ତୁ। ଆପଣମାନେ ବି ଭାବୁଥିବେ ମୋ ପଡ଼ିଶା ଘର ମୋତେ ଦେଖି ଈର୍ଷା କରୁଛି, ମୋ ଛୁଆକୁ ନଜର ଲାଗିଯାଉଛି ବା ମୋର କାରବାରକୁ ନଜର ଲାଗିଯାଉଛି। ଏହି ଉପାୟ ନିଶ୍ଚୟ କରନ୍ତୁ। ଯଦି ଆପଣ ଦୋକାନ ବା ବ୍ୟବସାୟ କରୁଛନ୍ତି, 5ଟି କର୍ପୂର, କିଛି ଫିଟିକିରି ଆପଣମାନେ ନିଜର ଗୋଟିଏ କାଚର ପାତ୍ରରେ ନିଜର ଦୋକାନ ବା ବ୍ୟବସାୟ ଜାଗାରେ ରଖିଦିଅନ୍ତୁ। ଦେଖିବେ ଗ୍ରାହକ ଆସିବା ପ୍ରାରମ୍ଭ ହୋଇଯିବ। ଏହି ଦିନ ନିଶ୍ଚୟ କରନ୍ତୁ, ଆପଣଙ୍କର କାରବାରରେ ବି ଉନ୍ନତି ହେବ। ଏହି ଅମାବାସ୍ୟା ଦିନ ଘରର ମୁଖ୍ୟ ଦ୍ୱାରରେ ଯଦି ସାଉଣ୍ଡ ଆସୁଛି, ଘରର କବାଟରେ ଯଦି ଆୱାଜ ଆସୁଛି, ଆପଣମାନେ କଣ କରନ୍ତୁ ନା ତାହାକୁ ଭଲ ଭାବରେ ବନ୍ଦ କରନ୍ତୁ। ଚେଷ୍ଟା କରନ୍ତୁ ଯେ ଏହାକୁ ଭଲ ଭାବରେ ବନ୍ଦ କରିବାକୁ ଏବଂ ତେଲ ପକାଇ ମୁଖ୍ୟ ଦ୍ୱାରକୁ ସଦା ସର୍ବଦା ଠିକ କରି ରଖନ୍ତୁ। ଏବଂ ଅମାବାସ୍ୟାରେ କେବେ ବି ନଖ, ଦାଢ଼ି, ଚୁଟି କାଟିବେ ନାହିଁ। ଏହା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଏମିତି ଏବଂ ଅମାବାସ୍ୟାରେ କେବେ ବି ଆମିଷ ଭକ୍ଷଣ କରିବେ ନାହିଁ। ଆଜି ତ ଶନିବାର ପଡୁଛି, ଏମିତିରେ ବହୁତ ଲୋକ ଶନିବାର ବିନା ପିଆଜ ରସୁଣରେ ବି ଖାଦ୍ୟ ଖାଇଥାନ୍ତି। କିନ୍ତୁ ଅମାବାସ୍ୟା ଯେଉଁ ଦିନରେ ପଡୁନା କାହିଁକି, କେବେ ବି ଅମାବାସ୍ୟାରେ ଆପଣମାନେ ଆମିଷ ଭକ୍ଷଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କୁ ବଡ଼ ରୋଗରେ ଆପଣମାନେ ପୀଡ଼ିତ ହୋଇପାରନ୍ତି। ତେଣୁ ଏହି ଉପାୟ ଆପଣଙ୍କର ଜୀବନରେ ନିଶ୍ଚୟ ପରିବର୍ତ୍ତନ ଆଣିବ। ଦର୍ଶକ ବନ୍ଧୁ, ଏହି ଅମାବାସ୍ୟା ଆପଣମାନଙ୍କୁ ତ 1 ଟଙ୍କିଆ କଏନର ଉପାୟ ବତାଇଲି। ଏବେ ଆପଣମାନଙ୍କୁ ଆଉ ଗୋଟିଏ କଥା କହୁଛି। ଶନି ପୀଡ଼ାରୁ ମୁକ୍ତି ପାଇବା ପାଇଁ ଯଦି ଆପଣମାନେ ବଜରଙ୍ଗବଲୀଙ୍କର ସାହାରା ନେବେ, ବଜରଙ୍ଗବଲୀଙ୍କର ଆରାଧନା କରିବେ, ତାଙ୍କର ଯଦି ପୂଜା କରିବେ, ତେବେ ଆପଣ ଶନି ପୀଡ଼ାରୁ ମୁକ୍ତି ପାଇପାରନ୍ତି। ଏହା ପୌରାଣିକ ମତ ଅଛି। ଆପଣମାନଙ୍କୁ କଣ କରିବାକୁ ପଡିବ ନା, ଶନି ପୀଡ଼ାରୁ ମୁକ୍ତି ପାଇବା ପାଇଁ ଆପଣମାନଙ୍କୁ ସୋରିଷ ତେଲର ଦୀପରେ ଆଜି ହଳଦିଆ ସୋରିଷ ପକାଇ କରି ଶନି ବଜରଙ୍ଗବଲୀଙ୍କ ମନ୍ଦିରରେ ସନ୍ଧ୍ୟା ସମୟରେ ଜାଳିବାର ଅଛି। ତା ସହିତ 11ଟି ତୁଳସୀ ପତ୍ରକୁ ରାମ ରାମ ଲେଖିବେ। ଏହାକୁ ଏକ ମାଳ କରି ଆପଣ ହନୁମାନଙ୍କୁ ଚଢାଇବେ କିମ୍ବା ଓସ୍ତ ପତ୍ରରେ ରାମ ରାମ ଲେଖିକରି ମାଳ କରିଦେବେ, ହନୁମାନଙ୍କୁ ଚଢାଇବେ। ଏହା ଦ୍ୱାରା କଣ ହବ ନା ଆପଣଙ୍କର ଶନି ପୀଡ଼ା ମୁକ୍ତି ହବ। ଯଦି କରଜରେ ଆପଣମାନେ ବୁଡି ବୁଡି ଚାଲୁଛନ୍ତି, ଶତ୍ରୁ ପାଇଁ ଚିନ୍ତିତ ଅଛନ୍ତି, ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ଆପଣମାନେ ହନୁମାନଙ୍କ ମନ୍ଦିରରେ ଆପଣମାନେ ସୋରିଷ ତେଲର ଦୀପ ଜାଳିବା ପ୍ରାରମ୍ଭ କରିଦିଅନ୍ତୁ। ନିଶ୍ଚୟ ଶତ୍ରୁ ପୀଡ଼ାରୁ
ମୁକ୍ତି ପାଇବେ। କେତେ ବି ବଡ ଶତ୍ରୁ ହଉଥାଉ ନା କାହିଁକି ହନୁମାନଙ୍କ କୃପାରୁ ଆପଣ ମାନେ ନିଶ୍ଚୟ ବଞ୍ଚିଯିବେ। ଦର୍ଶକ ବନ୍ଧୁ, ପ୍ରତ୍ୟେକ ଅମାବାସ୍ୟା, ପ୍ରତ୍ୟେକ ପୂର୍ଣ୍ଣିମା, ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ଵ ରହିଛି। ତେଣୁ ଆପଣ ମାନେ ଏପରି ସୁଯୋଗକୁ ଜମା ବି ହାତଛଡା କରନ୍ତୁ ନାହିଁ। କୁହାଯାଏ ସୁଯୋଗ ବାରମ୍ବାର ଆସେ ନାହିଁ। ଏହି ଭିଡିଓ ବହୁ ମାତ୍ରାରେ ଅନ୍ୟମାନଙ୍କୁ ସେୟାର କରନ୍ତୁ। ଅନ୍ୟମାନେ ବି ଏହାର ଲାଭ ଉଠାଇ ପାରିବେ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓରେ।